ଶୀତର ଲହରୀରେ ନିଆଁଜାଳ ଭରସା। ଶୀତର ଲହରୀ ସାରା ଅଞ୍ଚଳକୁ କବଳିତ କରି ରଖିଛି। ସୂର୍ଯ୍ୟଦେବଙ୍କ ପ୍ରଖର ସୂର୍ଯ୍ୟରଶ୍ମି ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ। ଚତୁର୍ଦିଗ କେବଳ ଶୀତୁଆ ପରିବେଶ। ଉଷ୍ମତାର ପରିବେଶ ଆଉ କୋଉଠି ବି ମିଳିପାରୁନାହିଁ। ସକାଳର ଶୀତ ଯେତିକି ପ୍ରଭାବିତ କରୁଛି, ସନ୍ଧ୍ୟା ବେଳର ଶୀତ ମଧ୍ୟ ଅଥୟ କରିଦେଉଛି ମଣିଷ ସମାଜକୁ। କର୍ମମୟ ଜୀବନର ରୋଜଗାର ଧନ୍ଦାରେ ବାଧାପ୍ରାପ୍ତ କରିଦେଉଛି ଶୀତର ପ୍ରକୋପ। ଋତୁ ମଧ୍ୟରେ ଶୀତ ଋତୁ ସମସ୍ତଙ୍କ ପାଇଁ ଆଦରର ଋତୁ। କାରଣ ଏହି ଶୀତ ଋତୁରେ ଅନେକ ମେଳା ମହୋତ୍ସବ ହୋଇଥାଏ। ତା ସହିତ ପ୍ରତ୍ୟେକ ବାଡ଼ିରେ ପନିପରିବା ହେଉଥିବା ଯୋଗୁଁ ପନିପରିବା ଖୁବ୍ ସହଜରେ ଓ ସୁବିଧାରେ ମିଳିପାରିଥାଏ। କିନ୍ତୁ ବେଳେବେଳେ ଏହି ଶୀତ ଋତୁଟି ଅତି ନିଷ୍ଠୁର ହୋଇ ଜୀବଜଗତ ଉପରେ ଦାଉ ସାଧିଥାଏ। ଅତ୍ୟଧିକ ଶୀତରେ କାତର ହୋଇ ମଣିଷ ତାର ନିଜ କର୍ମକୁ ମଧ୍ୟ ଠିକ୍ ଭାବରେ କରିପାରି ନଥାଏ। ସେମିତି ଏକ ଶୀତ ଲହରୀର ଅସହ୍ୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ। ଶୀତ ଥର ଥର ଧୂଆଁଳିଆ ପରିବେଶ ମଧ୍ୟରେ ଘାଣ୍ଟି ହେଉଛି ଜୀବଜଗତ। ଶୀତର ଲହରୀ ଅଥୟ କରିଦେଉଥିବା ବେଳେ କେବଳ ନିଆଁଜାଳ ହିଁ ସାହା ହେଉଛି ମଣିଷ ସମାଜକୁ। ଦିନସାରା ନିଜର କାମଧନ୍ଦା ସାରିବା ପରେ ଖୋଜିଥାନ୍ତି ନିଆଁଜାଳ। ନିଆଁଜାଳରେ ଥରେ ବସିଦେଲେ ସ୍ୱର୍ଗ ସୁଖ ମିଳିଲା ପରି ମନେ ହେଉଥାଏ। ସକାଳେ ହେଉ କି ସନ୍ଧ୍ୟାରେ ହେଉ ଠାଏ ଠାଏ ନିଆଁ ଜାଳିବାର ଦୃଶ୍ୟ ଦେଖାଯାଇଥାଏ। ଛୋଟ ଛୁଆଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ନିଆଁଜାଳର ସାହାରା ନେଇଥାନ୍ତି। ଶୀତର ପ୍ରକୋପ ଏମିତି ଗ୍ରାସ କରି ବସିଛି ଯେ ଦେହରୁ ଶୀତ ବସ୍ତ୍ରକୁ ଓହ୍ଲାଇବା ପାଇଁ ଇଚ୍ଛା ପ୍ରକାଶ ହୁଏ ନାହିଁ। ଯେଉଁଠି ଦେଖିବେ ନିଆଁ ଜାଳି ଶୀତର ଉପଶମ ନେଉଥାନ୍ତି। ବିଶେଷ କରି ଗାଁ ଗହଳିରେ ଶୀତର ପ୍ରଭାବ ଅଧିକ ରହିଥିବା ବେଳେ ନିଆଁଜାଳ ହିଁ ସମସ୍ତଙ୍କ ପାଇଁ ସାହାରା ପାଲଟି ଯାଇଛି। ମେଘାଚ୍ଛନ୍ନ ଆକାଶ। ସୂର୍ଯ୍ୟଦେବ କେଉଁଆଡ଼େ ଲୁଚି ରହିଯାଇଛନ୍ତି ଆକାଶ ଛାତିରେ। ସାରା ଜୀବଜଗତ ଖୋଜି ବୁଲୁଛନ୍ତି କେତେବେଳେ ସୂର୍ଯ୍ୟଦେବ ତାଙ୍କ ପ୍ରଖର ସୂର୍ଯ୍ୟରଶ୍ମି ମାଟି ଉପରେ ବିଛେଇ ଦେବ। ଆକାଶକୁ ଚାହିଁ ସିନା ଚାତକ ପକ୍ଷୀ ପରି ସୂର୍ଯ୍ୟଦେବଙ୍କ ଦର୍ଶନ କରିବା ଅପେକ୍ଷାରେ ରହିଛନ୍ତି, କିନ୍ତୁ ସୂର୍ଯ୍ୟଦେବଙ୍କ ଦର୍ଶନ ମିଳିଲେ ମଧ୍ୟ ଆଗ ଭଳି ସୂର୍ଯ୍ୟରଶ୍ମିର ପ୍ରଖରତା ଆକାଶ ଛାତିରେ ଲୁଚି ରହିଯାଇଛି। କେବଳ କଅଁଳ ସୂର୍ଯ୍ୟକିରଣରେ ମଣିଷ ସମାଜକୁ ସନ୍ତୁଷ୍ଟ ହେବା ପାଇଁ ପଡୁଛି। ଆଉ କେତେଦିନ ଯେ ଶୀତର ଲହରୀ ଏ ମାଟିକୁ ଗ୍ରାସ କରି ରଖିବ, ସେହି ଚିନ୍ତା ଗ୍ରାସ କରିଛି ମଣିଷ ସମାଜକୁ। କାରଣ ଶୀତର ପ୍ରଭାବରେ ଜୀବନଯାତ୍ରାରେ ଖୁବ୍ ବ୍ୟାଘାତ ସୃଷ୍ଟି କରିଛି। ପ୍ରତିବନ୍ଧକର କଳା ପରଦାରେ ଶୀତ କାକରର ଚଲାପଥକୁ ଘୋଡେଇ ରଖିଥିବା ବେଳେ ଦୈନନ୍ଦିନ ଜୀବନର ସୁଖ ଦୁଃଖର ସଂସାର ଆଗକୁ ବଢ଼ିବାରେ ଖୁବ୍ ଅସୁବିଧା ସୃଷ୍ଟି କରିଦେଉଛି। ଯାହା ବି ହେଉ, ଶୀତ ଶିଶିରର କଅଁଳ ପରଶରେ ନିଜକୁ ସାମିଲ କରି ଶୀତର ଆଗମନକୁ ସ୍ୱାଗତ କରିବା ସହିତ ଅନ୍ୟ ଋତୁ ଭଳି ହସ ଖୁସିରେ ଶୀତ ଋତୁକୁ ବିଦାୟ ଦେବା ଆବଶ୍ୟକ। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।